ତେଣୁ ପରବର୍ତ୍ତୀ ଅଧ୍ୟାୟରେ ଆମେ ଯାହା ଆଲୋଚନା କରିଥିଲେ ସେ ଆଲୋଚନାକୁ ଏବେ ଆଗକୁ ନେବା। ତେଣୁ ବର୍ତ୍ତମାନ ଆମେ ଚିନ୍ତା କରିବା ଏସବୁ ଆମେ ବର୍ତ୍ତମାନ କ'ଣ କହିବା, ମନ ହିଁ କହିବା। ଯେ ପର୍ଯ୍ୟନ୍ତ ଆମ ଭିତରେ ଅଜ୍ଞାନତା ରହିଛି ଆମେ ସବୁବେଳେ ମୁଁ ଏ ମନ ସବୁବେଳେ ମୁଁ କରୁଥିବ। ଆଉ ମନ ହିଁ ଆମର ସବୁ ସମସ୍ୟାର କାରଣ। ଶାସ୍ତ୍ର କହିଛନ୍ତି, କ'ଣ କହିଛନ୍ତି ନା ମନ ଏବଂ ମନୁଷ୍ୟାଣମ୍ କାରଣଂ ବନ୍ଧ ମୋକ୍ଷୟ। ଏଇ ମନ ହିଁ ସମସ୍ତ ବନ୍ଧନ କହିଲେ ଆଟାଚମେଣ୍ଟ, ମୁକ୍ତି କହିଲେ ନନ୍ ଆଟାଚମେଣ୍ଟ। ଏଇ ମନ ହିଁ ସମସ୍ତ ବନ୍ଧନ ଏବଂ ମୁକ୍ତିର କାରଣ। ଅର୍ଥାତ୍ ମୁଁ ବଦ୍ଧ, ଏହା ଏକ ମାନସିକ ସ୍ତରର ଆମର ଗୋଟେ ଅବଧାରଣା। ଆଉ ମୁଁ ମୁକ୍ତ, ସେ ମଧ୍ୟ ଅବଧାରଣାର ଅନ୍ତ ହୋଇଥାଏ, କିନ୍ତୁ ଆତ୍ମଜ୍ଞାନ ପ୍ରାପ୍ତି ହେବା ପରେ। ଯେମିତି ଏ ହାତ ଗୋଡ଼ ଏସବୁ କର୍ମେନ୍ଦ୍ରିୟ, ଆଉ କିନ୍ତୁ ମୁଁ ଏ ହାତ ନୁହେଁ କି ଗୋଡ଼ ନୁହେଁ କି ଶରୀର ନୁହେଁ କି ଆଖି ନୁହେଁ କି କାନ ନୁହେଁ କି ପାଟି ନୁହେଁ। ଠିକ୍ ସେମିତି ଇଏ ମନ ମଧ୍ୟ ମୁଁ ନୁହେଁ, ମୁଁ ମନ ନୁହେଁ। ତେଣୁ ଭଗବାନ ଆଦିଗୁରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସର୍ବପ୍ରଥମେ ଏ ମନକୁ ନିରୋଧ କରିବା ପାଇଁ ଆମକୁ ମାର୍ଗଦର୍ଶନ କରିଛନ୍ତି। ଯେ କୌଣସି ବସ୍ତୁର ସ୍ୱରୂପକୁ ଜାଣିବାକୁ ହେଲେ ବସ୍ତୁର ଲକ୍ଷଣ ଦ୍ୱାରା ତାକୁ ନିର୍ଣ୍ଣୟ ଆମେ କରିଥାଉ। ତେଣୁ ସେ ଲକ୍ଷଣକୁ ଦୁଇ ପ୍ରକାର ଭାବରେ ବିଭକ୍ତ କରାଯାଇଛି। ଗୋଟେ ହେଲା ତଟସ୍ଥ ଲକ୍ଷଣ, ଆଉ ଗୋଟେ ହେଲା ସ୍ୱରୂପ ଲକ୍ଷଣ। ପ୍ରଥମେ ବସ୍ତୁ ସମ୍ବନ୍ଧରେ ଯାହା କିଛି ଆମ ଭିତରେ ଭ୍ରାନ୍ତ ଧାରଣାମାନ ରହିଛି ତାର ନିରାକରଣ କରିବା ବା ତାର ସମାଧାନ କରିବା ନିହାତି ଆବଶ୍ୟକ ରହିଛି। ଠିକ୍ ସେହିପରି ମୁଁ କ'ଣ ନୁହେଁ, ଯଦି ଆମେ ପ୍ରଥମରୁ ତାକୁ ଜାଣିବା ପାଇଁ ଚେଷ୍ଟା କରିବା ବା ନିଶ୍ଚିତ କରିବା, ଆମ ଭିତରେ ନିହାତି ଆବଶ୍ୟକ ରହିଛି। ଆଉ ଶାସ୍ତ୍ରମାନେ ତ ଅନେକ ପଦ୍ଧତି ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ପରିଶେଷରେ ଶାସ୍ତ୍ରମାନେ ନେତି 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 ଏହା ନୁହେଁ ଏହା ନୁହେଁ ଏହା ନୁହେଁ କହି ତାଙ୍କର ବକ୍ତବ୍ୟକୁ ଶେଷ କରିଛନ୍ତି। ତେଣୁ ଏହା ନୁହେଁ ଏହା ନୁହେଁ ଏହିପରି ଦୃଢ଼ ଜ୍ଞାନ ଯେତେବେଳେ ଆମ ଭିତରେ ହେଇଯିବ, ସେତେବେଳେ ଆମ ମନ ଭିତରେ ଗୋଟିଏ ସ୍ୱାଭାବିକ ଧାରଣା ଅର୍ଥାତ୍ ନ୍ୟାଚୁରାଲ କନକ୍ଲୁଜନ୍ କନସିୟସନେସ୍ ଆସିଯିବ। ଯେତେବେଳେ ମୁଁ ମନ ନୁହେଁ, ତେବେ ଏଠି ପ୍ରଶ୍ନ ଉଠିବ ମନ କ'ଣ? ଏଇଭଳି ବିଚାର ପ୍ରାୟ ଆମେ କରିନଥାଉ। ମନ ଏକ ଭାବନାର ପ୍ରଭାବ। ମାଇଣ୍ଡ ଇଜ୍ ଏ ଫ୍ଲୋ ଅଫ୍ ଥଟ୍। ତେଣୁ ଆମେ ବାଲ୍ୟକାଳରୁ ଆରମ୍ଭ କରିବା ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଯେଉଁ ଚାଲିଛେ କେବଳ ଭାବନାର ସମୂହ ଦ୍ୱାରା ହିଁ ଆମର ବ୍ୟକ୍ତିତ୍ୱ ନିର୍ମାଣ କରି ଅଗ୍ରସର ଚାଲିଛ। ବ୍ୟକ୍ତିତ୍ୱ ନିର୍ମାଣ କରିବାରେ ଆମେ ଅଗ୍ରସର ହେଇକି ଚାଲିଛେ। ତେଣୁ ମୁଁ ମନକୁ ବ୍ୟବହାର କରିବା ପରିବର୍ତ୍ତେ ମନ କ'ଣ କରୁଛି, ଯେହେତୁ ମନ ଆମଠୁ ଗୋଟେ ଭିନ୍ନ ବସ୍ତୁ, ଭଗବାନ ଦେଇଥିଲେ ମନ ଆମକୁ, ମୁଁ ମନକୁ ବ୍ୟବହାର କରିବି, କିନ୍ତୁ ମନ ଆମକୁ ବ୍ୟବହାର କରି ଚାଲିଛି। ମନ ଆମକୁ ଯେଉଁ ପ୍ରକାର ନଚଉଛି ଆମେ ସେଇ ପ୍ରକାର ନାଚୁଛେ। ତେଣୁ ମୁଁ କିପରି ମନ ନୁହେଁ ତାହାର ବିଚାର ଆମେ ଗୋଟିଏ ଭିନ୍ନ ଦୃଷ୍ଟିରେ ମଧ୍ୟ କରିପାରିବା। ମନକୁ ଆମେ ସତ୍ କହିପାରିବା ନାହିଁ, ମନ ମଧ୍ୟ ସତ୍ ନୁହେଁ, କାରଣ ତାର ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ଘଟୁଛି। ସତ୍ ସବୁବେଳେ ସ୍ଥିରତା ରହିଥାଏ। ୟତ୍ ଅସ୍ତି ୟତ୍ ବାଧିତମ୍ ତତ୍ ସତ୍। ମନ ନିଦ୍ରା ତଥା ସ୍ୱପ୍ନ କାଳରେ କ'ଣ ହୁଏ ନା ବାଧିତ ହେଉଛି। ମନର ଆରମ୍ଭ ଏବଂ ଶେଷ ଅଛି, ଆଦି ଅନ୍ତ ଅଛି। ଏହିପରି ମନର ଉପଲବ୍ଧି ସମୟରେ ମଧ୍ୟ
मन कौन हो नित्य सब परिवर्तन हो तेणु मन को असत बा नॉन एक्जिस्टेंस आम कहीपर जहाँ सत नुहे कि असत नुहे किंतु जहाँ वर्तमान भाव में प्रतिभाषित होउची वेदांत दर्शन में मन को मिथ्या बोली कह तेणु मन गोटे मिथ्या आउ ये जी भावना आसूची ता मध्य मिथ्या तेणुक मन मिथ्या तस्मिन् तद्बुद्धि ज्ञानम अतस्मिन् तत्व बुद्धि अध्यास मन एक अध्यास अर्थ अभ्यास जार अधिष्ठान कौन ना मु सत स्वरूप आम भीतर गोटे भ्रांत धारणा रही तेणु यही सब धारणारू दूरभीत करने मन पाई अनेक प्रकार साधना मान मुनि ऋषि माने कहते मन एक मन विषय केते कथा कहुई तार किछि माने अंत नहीं तापर बुद्धिर कथा कहुई बुद्धि होची मनर गोटे विभाग मात्र बुद्धि रे ज्ञान एवं विभिन्न तथ्य मान जहाँ सब आम इंद्रिय मान द्वारा आसे भीतर को बुद्धि ताको निर्णय करे ये सत ये असत ये मो पाई ठीक नुहे ये मोर पिला पाई ठीक नुहे ये मो भविष्यत पाई ठीक नुहे तेणु बुद्धिर काम निश्चय कर बुद्धि गोटे वर्तमान कंप्यूटर सदृश कहले अत्युक्ति हेब ना आई बुद्धिटा आम जन्मरू नहीं कि आसी नथिलु जे कई जन्मरू कहि परिबेनी जे मो जन्मरू मु पदार्थ विज्ञान रे पीजी करके आछि जे मु जने डाक्तर जन्मरू थेली मु जने इंजीनियर जन्मरू थेली तेणु मु होची गोटे बड़ तेणु आम घर कांथ पाखरे बा आम घर साइड रे गोटे रोथिबा गरीब रिक्शा वालाटे मध्य से पाठ पढ़ी ना तेणु से छोट मु बड़ से छोट जड़े गरीब स्त्री तार 7-8 मासर संतान शिशु को धरी यदि आमको किसी खाइबा को मागिले आम कौन करूँ गाली गुलज करूँ मना करूँ जा छुआ जन्म कला ते खुशी लगुला एबे आसी भिक मागुछु तेणु आम अधर्म उपरे लक्ष लक्ष टंका को आत्मसात करूँ बर्बाद करूँ किंतु गोटे खाइबा को मागुथिबा गोटे गरीब लोक को आम 5 टंका 10 टंका दवापाई कुंटाबद्ध मध्य करूँ तेणु आम घरे कुकुर रखी ता पिछारे लक्ष लक्ष टंका खर्च करूँ किंतु गोटे साधारण माने योग्य लोक को आम गोटे भिक्षा बा गोटे साहाय्य टिके आम करिपारुना आमर मानसिकता सेमती किंतु से रिक्शा चालक टीए तार परिश्रम करी से चाल घरे बसई सी साग टिके हो कि पखाल भात टिके हो ता स्त्री छुआ पिला को दे पारे एठी रिक्शा चालक बड़ ना मु कोटी कोटी टंका बर्बाद करथिबा लोक मु बड़ मु डाक्तर मु इंजीनियर मु कोटिपति मु व्यवसायी ईश्वर आमको सबु किछि दैछंती सूर्य चंद्र आकाश वायु नदी पर्वत झरणा ये प्रकृति ये सब आमको देइछंती किंतु ये प्रकृतिर विविध नियम रही ईश्वर आमर पितामाता को देइथिले से प्रकृति गुड़िक तापर आमे मध्य आसिले एबे आमर मन बुद्धि मध्य सेई माने पिता प्रपितामह पिता 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 तापर आम भितर मध्य आसीची ये सब दाता होचंती से परमात्मा परमेश्वर मु होची कौन दत्त सी देइछंती दाता मु हेली दत्त तेणु आउ मन बुद्धि मध्य से ईश्वरंकर द्वारा आसीथिबा दत्त पदार्थ
ତାହେଲେ ମୁଁ ତାହେଲେ ବୁଦ୍ଧି ହେବି କିପରି? ମନଟା ମୋର ନୁହଁ, ବୁଦ୍ଧିଟା ମୋର କେମିତି ହେବ? ତେଣୁ ମୁଁ ମନ ବି ନୁହଁ, ମୁଁ ବୁଦ୍ଧି ବି ନୁହଁ। ଇଏ ବୁଦ୍ଧିଟା ମୋର କିନ୍ତୁ ମୁଁ ବୁଦ୍ଧି ନୁହଁ। ଠିକ୍ ସେହିପରି ଏ ଅହଙ୍କାରଟା ମୋର କିନ୍ତୁ ମୁଁ ଅହଙ୍କାର ନୁହେଁ। ତେଣୁ ମୁଁ କହି ରାବଣ, କଂସ, ଦୁର୍ଯ୍ୟୋଧନ ମୁଁ ମୋର କହି ତାଙ୍କର ସବୁ କ'ଣ ଅନ୍ତ ଘଟିଛି ଆମର ପୁରାଣ ଶାସ୍ତ୍ରମାନଙ୍କରେ ଆମେ ବିସ୍ତୃତ ଭାବରେ ଆମେ ଶୁଣିଛେ, ଜାଣିଛେ ବା ପଢ଼ିଛେ ମଧ୍ୟ। ନେପୋଲିଅନ୍, ହିଟଲରଙ୍କ ପରି ବୀରମାନଙ୍କର ଅବସ୍ଥା କ'ଣ ହେଇଛି ତାହା ମଧ୍ୟ ଆମେ ଜାଣିଛେ। ସବୁ ମାଟିରେ ମିଶିଗଲେ, କେହି ଖଣ୍ଡିଏ ଏଠୁ ଧୂଳିଟିଏ ବି ନେଇକି ଯାଇପାରିଲେ ନାହିଁ। ତେଣୁ ଇଏ ଅହଙ୍କାରଟା ହେଉଛି ଗୋଟେ ଭସ୍ମାସୁର। ଇଏ ସମସ୍ତ ଜଗତକୁ ଭସ୍ମ କରିଦେବ କେବଳ ମୁଁ ଏବଂ ମୋର ପାଇଁ। ତେଣୁ ଏ ମୁଁ ଏବଂ ମୋର ଠାରୁ ଆମେ ଦୂରେଇ ରହିବା। କେତେବେଳେ ଆମେ ରହିପାରିବା ନାହିଁ, କାରଣ ଅନାଦି କାଳର ଏଇ ସଂସ୍କାର ଆମ ପ୍ରାରମ୍ଭ ଭିତରେ ରହି ଆମର ସେଇ ପ୍ରକାର ମନୋବୃତ୍ତିଟା ପ୍ରକୃତିଟା ତିଆରି ହେଇଯାଇଛି। ଯେ ପର୍ଯ୍ୟନ୍ତ ଆତ୍ମସ୍ଥ ନ ହେଇଛେ, ଆତ୍ମଜ୍ଞାନ ପ୍ରାପ୍ତି କରିବାକୁ ଚେଷ୍ଟା ନ କରିଛେ, ସେଇ ପର୍ଯ୍ୟନ୍ତ ଆମେ ଯେତେବେଳେ ମନ, ବୁଦ୍ଧି, ଚିତ୍ତ, ଅହଙ୍କାରକୁ ନ ବୁଝିଛେ, ନ ଜାଣିଛେ, ସେ ଜ୍ଞାନ ତାର ଉତ୍ପତ୍ତିର କେଉଁଠି ୟାକୁ ଯଦି ନ ଜାଣିଛେ, ସେ ପର୍ଯ୍ୟନ୍ତ ଆମେ ଏଠାରୁ ଦୂରେଇ ରହିପାରିବା ନାହିଁ। ଠିକ୍ ସେହିପରି ଆମର ଚିତ୍ତ, ଆମେ କହୁଛେ ସ୍ମରଣାତ୍ମକ ଚିତ୍ତ ନା, ମେମୋରି। ତେଣୁ ଚିତ୍ତ ହେଉଛି ଆମର ହାର୍ଡ଼ ଡିସ୍କ, କମ୍ପ୍ୟୁଟର ହାର୍ଡ଼ ଡିସ୍କ। ଯାହା ସବୁ ଡାଟା ହେଲା ତାକୁ ଷ୍ଟୋରେଜ୍ କରି ରଖିବା। ଆମେ 30-40 ବର୍ଷର ଛୋଟ ଛୋଟ ଘଟଣାକୁ ମନେ ପକାଇ ମଧ୍ୟ ଆମ ଆଖିରୁ ଲୁହ ଗଡ଼େଇଥାଉ। ଗୋଟେ ମାଆର 7ଟା ପୁତ୍ର, 6 ଜଣ ଉତ୍ତମ ଚରିତ୍ରର, 6 ଜଣ ଯାକ ମାଆକୁ ସ୍ନେହ, ଶ୍ରଦ୍ଧା, ଆଦର, ସମ୍ମାନ କରନ୍ତି। ତା ଭିତରୁ କିଏ ଡାକ୍ତର, କିଏ ଇଞ୍ଜିନିୟର, କିଏ ରହିଲାଣି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କିଏ ଆମେରିକାର ଉଚ୍ଚପଦସ୍ଥ ଅଛି। ଆଉ ଯେତକ ତାଙ୍କର ସନ୍ତାନ, ନାତି ନାତୁଣୀ ସମସ୍ତେ ମଧ୍ୟ ସଭ୍ୟ, ଶିକ୍ଷିତ। କିନ୍ତୁ ମାଆର ଦୁଃଖ ବା ମାଆ ସବୁଦିନେ ଲୁହ ଝରାନ୍ତି। ମାଆ ଏଇ 6ଟି ପୁତ୍ର ପାଖରେ ରହନ୍ତି, କିନ୍ତୁ 7ମ ପୁତ୍ର ପ୍ରତି ସବୁବେଳେ ମନୋନିବେଶ କରିଥାନ୍ତି। ମାତ୍ର ଏଇ ଯେଉଁ 7ମ ପୁତ୍ରଟି କାହିଁ ମନୋନିବେଶ କରିଥାନ୍ତି ନା, 6ଟି ପୁତ୍ର ପରେ 7ମ ପୁତ୍ରଟି ମାତ୍ର 7 ଦିନ, ଜନ୍ମର 7 ଦିନ ପରେ ସେ ମୃତ୍ୟୁବରଣ କରିଥିଲା। ଆଉ ମାଆ ସବୁବେଳେ କାନ୍ଦି କାନ୍ଦି କୁହନ୍ତି, ସେଇଟା ହିଁ ମୋର ସବୁଠୁ ଭଲ ପୁଅ ଥିଲା। ସେ ମୋର ସାକ୍ଷାତ ଯୁଧିଷ୍ଠିର ପରି ପୁତ୍ର ଥିଲା, ସାକ୍ଷାତ ଧର୍ମ ପରି ପୁତ୍ର ଥିଲା। ଏମାନେ ସବୁ ବଡ଼ ବଡ଼ ଉଚ୍ଚପଦସ୍ଥ ହେଇଗଲେ, ବହୁ ପଇସା ରୋଜଗାର କଲେ, ବହୁ ନାତି ନାତୁଣୀ ହେଲେ, କିନ୍ତୁ ମୋତେ କେହି ଆଦର କରୁନାହାନ୍ତି। ତେଣୁ ମାଆର ସେଇ 7ମ ପୁତ୍ର 7 ଦିନ ରହି ଚାଲି ଯାଇଥିବା ପରେ ମଧ୍ୟ ମାଆ ତାକୁ ମନେ ପକାଇ ଆଜି ପର୍ଯ୍ୟନ୍ତ କାନ୍ଦୁଛି। ଆମମାନଙ୍କର ଆମେମାନେ କ'ଣ କରୁ? ଆମେ ସବୁବେଳେ ଚାହୁଁ ଆମକୁ ସମସ୍ତେ ଆଦର କରନ୍ତୁ। ଆମମାନଙ୍କର ଅବସ୍ଥା ମଧ୍ୟ ସେ ଠିକ୍ ସେଇ ମାଆଟି ପରି। ଅତୀତର କଥାକୁ ଆମ ଚିତ୍ତରେ ରହିଥିବା ଅତୀତର କଥାକୁ ଆମେ ସେଇ ଚିନ୍ତାରେ ମ୍ରିୟମାଣ ହେଇଯାଉ। ଆମକୁ କିଏ ଯଦି ଗାଳି ଦେଇଛି, କିଏ ଯଦି ଆମକୁ ଆମ ବିଷୟରେ କ'ଣ କହିଦେଇଛି, ସେଇ କଥାକୁ ଆମେ ଚିନ୍ତା କରିକିରି ଏତେ ମ୍ରିୟମାଣ ହେଇଯାଉ, ସେଥିରେ ଆମେ କ'ଣ ଭୀତିତ୍ରସ୍ତ ହେଇଯାଉ, ଶୋକ ସନ୍ତାପରେ ପଡ଼ିଯାଉ। ଆଉ ବର୍ତ୍ତମାନ କ'ଣ ନା, ସେଇ ଚିନ୍ତା କରି ଆମେ କାମ, କ୍ରୋଧ, ଲୋଭ, ଅହଙ୍କାର ଜାଲରେ ବନ୍ଦୀ ହେଇଯାଉ। ତେଣୁ ଅନ୍ତଃକରଣ ଚତୁଷ୍ଟୟର ନିଷେଧ କରିବା ପାଇଁ ପ୍ରଥମେ ଆଚାର୍ଯ୍ୟ ଶଙ୍କର ଏଇ କଥାକୁ କହିଛନ୍ତି। ଆମେ ଆଲୋଚନାକୁ ଆଗକୁ ବଢ଼େଇବା।